ଆଜ୍ଞା ନମସ୍କାର। ବହୁତ ଦିନ ପରେ ଦେଖା ହଉଛି ନା। 3-4 ମାସ ପରେ ବ୍ଲଗ ବନ୍ଦ। ସର୍ଟ ଫିଲ୍ମ କାମ କରୁଥିଲେ, ସର୍ଟ ଫିଲ୍ମ ବି କାମ ବନ୍ଦ। ସବୁ ବନ୍ଦ କଣ ପାଇଁ ଜାଣିଛନ୍ତି? ଯଦି କୌଣସି କାମ କରୁଛନ୍ତି ନା, ଯଦି ଭଲ ସେ ଫୋକସ୍ ନ ଦେବେ ସେ କାମ ବୁଡ଼ିଯିବ। ଏଇଟା ତ ଆପଣ ଭଲ ଭାବରେ ଜାଣିଥିବେ। ଏ କଥା କହୁଛି କଣ ପାଇଁ ଜାଣିଛନ୍ତି? ଆଜ୍ଞା, ଯାହାକୁ ନେଇକି ମୁଁ ଆଜି ସ୍ୱପ୍ନ ଦେଖିଥିଲି ସେ ଆଜି ମୋ ପାଖରେ ନାହିଁ। ଆଜ୍ଞା, ଯାହାକୁ ନେଇକି ମୁଁ ଗାଡ଼ି, କମ୍ପ୍ୟୁଟର, ଫୋନ ହଉ ଟିଭି ବି ହଉ ଯାହା ବି କରିଥିଲି ସେ ଆଜି ମୋ ପାଖରେ ନାହିଁ। ଆଜ୍ଞା, ଯାହା ପାଇଁ ମୋ ଷ୍ଟୁଡ଼ିଓ ଚାଲେ, ଯାହା 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 ପାଇଁ ମୁଁ ମାନେ ବଞ୍ଚେ, ମୋ ପାଖରେ ନାହିଁ। ଜାଣିଛନ୍ତି କାହା ପାଇଁ କହୁଛି? ମୋ କ୍ୟାମେରା। ଆଜ୍ଞା, ଆଗରୁ ଭାବୁଥିଲି କରିବିନି ଭାବି ଘରୁ ଜାଣିଛନ୍ତି ଗୋଟେ ମିଡ଼ିଲ୍ କ୍ଲାସ୍ରୁ ମାନେ ବଢ଼ିବାକୁ କେତେ ଯେ କଷ୍ଟ। ଫାଇନାଲି ବହୁତ ସପୋର୍ଟିଂ କଲା ପରେ କ୍ୟାମେରା ତ କରିଥିଲି ସତ। କାମ ତ ବହୁତ କରେ, ୟୁଟ୍ୟୁବରେ କାମ କରୁଥିଲି। ସବୁ ପଟକୁ ତ ଦେଖିବାକୁ ପଡ଼ିବ ନା। ଯଦି ଏପଟେ ପଇସା ମିଳୁଛି ଷ୍ଟୁଡ଼ିଓକୁ କର, ଯଦି ଷ୍ଟୁଡ଼ିଓ ନ ହେଉଛି ୟୁଟ୍ୟୁବରେ କର। କିଛି ପଇସା ପତ୍ର ହେଲା ପରେ ମୁଁ ଆଉ ଗୋଟେ କ୍ୟାମେରା କିଣିଥିଲି, ଯେଉଁଟାକି ଆପଣ ଏଇ କ୍ୟାମେରା ସୁଟ୍ ହେଉଛି। ମୁଁ ଏସବୁ କହିଲି କ'ଣ ପାଇଁ ଜାଣିଛନ୍ତି? ସେ କ୍ୟାମେରା ମୋ ପାଖରେ ଏବେ ନାହିଁ। କ୍ୟାମେରା ଏବେ ଚୋରି ହେଇଯାଇଛି। ମାନେ ଏ ଭିଡ଼ିଓ କରିବାର କାରଣ ହେଉଛି ଏଇଆ, କିଛି ଲୋକଙ୍କ ପାଖରୁ ମୁଁ ଶୁଣିବାକୁ ପାଇଲିଣି ଭଲ ହେଇଛି ସେ ବାହାରେ ଯାଇ କାମ କରୁଛି, ହଁ ତାର ହବା କଥା, କାହିଁ ପାଖରେ ମୁଁ କାମ ମିଳୁନି। ଗୋଟେ କଥା କହିବେ, କେତେଜଣ ଘରେ ବସିକି ପାଖରେ ରହି କେତେ ଇନକମ୍ କରୁଛନ୍ତି କହିଲେ? ସହଜରେ ଇଏ ସିଜନ୍ ଲାଇନ୍, ସହଜରେ ଏପଟେ କାମ ଯେତିକି ଆସୁଛି କରିଦେବୁ ନା, ଯେତିକି ନଥିବ କ'ଣ କରିବୁ? ବାହାରେ ତ କିଛି ଲୋକଙ୍କ ହାତ ରଖିଲେ ନା କାମ କରିବୁ। ଯେଉଁମାନେ ଷ୍ଟୁଡ଼ିଓ ଲାଇନ୍ରେ ଅଛନ୍ତି ତାଙ୍କୁ ପଚାର ତାଙ୍କ ଫ୍ୟାମିଲି କେମିତି ଚଳୁଛି। ମୁଁ ବି ସେଇ ଫ୍ୟାମିଲିର। ସହଜରେ ଯିଏ ଧନୀ ହେଇଥିବ ସେ କାହିଁ ଏଇ ଲାଇନ୍ରେ ପଶିବ। ଆଉ ଯାହାର ସଉକ ଥିବ ନା, ସେ କାମକୁ କେତେବେଳେ ଛାଡ଼ିପାରେ ନା। ବାସ୍ କଥା ହେଉଛି ଏତିକି, ଲୋକାଲରେ ରହିଲେ କିଛି କମ୍ ପଇସା ମିଳେ, ବାହାରକୁ ଗଲେ କିଛିଟା ଅଧିକ ପଇସା ମିଳେ। ଯଦି କାମ ଅଧିକ ଆଶାରେ ଯଦି ଆମେ ବାହାରେ ଯାଇ କାମ କରିଲୁ ତ ଚୋରି ହେଲା, ସେଥିପାଇଁ ଆମର ଭୁଲ। ଯଦି ଏତେ କଥା ଶୁଣିଲେଣି ଟିକେ ପୁରା କଥା ଶୁଣନ୍ତୁ। ଆମେ କଟକ ଜିଲ୍ଲାର ନିଶ୍ଚିନ୍ତ କୋଇଲି ବ୍ଲକ, ସେଠି ଗୋଟେ ବୁହାଳ ଗ୍ରାମ ଥିଲା, ସେଠି ଆମେ ପ୍ରୋଗ୍ରାମ୍ ରଖିଥିଲୁ। ଆମେ ଏତେ ବାଟ ପାଇଲୁ କେମିତି? ଆମ ବଡ଼ମ୍ବା ନରସିଂହପୁରରେ ଜଣେ ଭାଇ ଜବ୍ କରିଥିଲେ, ତାଙ୍କ ଥ୍ରୁରେ ଆମେ ସେ କାମଟି ପାଇଥିଲୁ। ଆମେ ପୁଅ ଘର ଆଉ ଝିଅ ଘର 2 ଜଣଙ୍କର କାମ ରଖିଥିଲୁ। ଆମେ ଏଠୁ 4 ଜଣ ଯାଇଥିଲୁ। 6 ତାରିଖରେ ଆଉ 7 ତାରିଖରେ ପ୍ରୋଗ୍ରାମ୍ ଥିଲା। 6 ତାରିଖରେ ମଙ୍ଗନ ଥିଲା, କେବଳ ଝିଅ ଘର। ଆପଣ ଯଦି ଜାଣିଛନ୍ତି ସେପଟେ ରୀତି ରିବାଜ କେମିତି ରହୁଛି ହିନ୍ଦୁ ଧର୍ମରେ, 6 ତାରିଖରେ ଝିଅର କର୍ମ ଅଧିକ ଥିଲା। ଆମେ 4 ଜଣ ସେଦିନ ଥିଲୁ, ଆଉ 7 ତାରିଖ ଦିନ 4 ଜଣ ମଧ୍ୟ ଥିଲୁ। ପୁଅ ଘର 2 ଜଣ ଗଲୁ, ଝିଅ ଘର ପଟ ଷ୍ଟେଜ୍ରେ 2 ଜଣ ଥିଲୁ। ଆମର ଆପଣ ଜାଣିଥିବେ ନିଶ୍ଚିନ୍ତ କୋଇଲି ବନ୍ଧନ ମଣ୍ଡପ, ସେଇଠି ଆମ ପ୍ରୋଗ୍ରାମ୍ ହେଉଥିଲା। ଆଉ ସେଇ ବନ୍ଧନ ମଣ୍ଡପରେ ଆମେ ଯାଇ ପହଞ୍ଚିଲୁ। 6-7 ଆଜ୍ଞା ପ୍ରୋଗ୍ରାମ୍ ବହୁତ ବଢ଼ିଆ ଥିଲା, ବହୁତ ଭଲ କାମ ହେଲା। ତାପରେ ଆମେ 2 ଦିନ ରେଷ୍ଟ ପାଇଲୁ। 10 ତାରିଖରେ ଆମର ରିସେପସନ୍ ପାର୍ଟି ଥିଲା। 10 ତାରିଖ ମର୍ଣ୍ଣିଂରେ ଆମେ 2 ଜଣ ଯାଇଥିଲୁ। ଆଉ 2 ଜଣଙ୍କର କାମ ଥିଲା ବୋଲି ସେ ରହିଲେନି। ଆମର ଯେତିକି ଟିମ୍ ଅଛି ଆମେ ଡିଭାଇଡ଼ ହେଇକି କାମ କରୁ। ସେଦିନ ମୋ ପ୍ରୋଗ୍ରାମ୍ ଆମେ 4ଟା ପ୍ରୋଗ୍ରାମ୍ ରଖିଥିଲୁ। ଲୋକାଲରେ କିଛି ପ୍ରୋଗ୍ରାମ୍ ଥିଲା, ଆଉ ବାହାରକୁ ଯାଇଥିଲୁ। ମୁଁ ନିଜେ ଯାଇଥିଲି, ମୁଁ ଜଣେ ମୋ ଭଣଜା ଥିଲେ, ଆଉ ଭଣଜାକୁ ନେଇକି ଯାଇଥିଲି। ଆଜ୍ଞା, ଏମିତି ରିସେପସନ୍ ପାର୍ଟି ହେବାର ଥିଲା। 7ଟାରୁ ଆରମ୍ଭ ହେଲା, 11ଟା ପର୍ଯ୍ୟନ୍ତ ଏମିତି କାମ ଚାଲିଥିଲା ମଧ୍ୟ। ପ୍ରପର୍ 11ଟା 5 ଆମେ ଅଫ୍ କଲୁ କପଲ୍ ସୁଟ୍ କରିବା ପାଇଁ। 11ଟା 5 ଭିତରୁ ଷ୍ଟାର୍ଟ କଲୁ, 11ଟା 40 ହେଇଗଲା। କ୍ଲାଇଣ୍ଟ ଯେତେବେଳେ ତା ଭିତରେ ଫଟୋ
ଭିଡ଼ିଓ ଆମର ସବୁ ସରି ଆସିଲା, ତଥାପି ଆଉ କିଛିଟା ବଳକା ରହିଯାଇଥିଲା। ଜାଣିଛନ୍ତି ମନ ପୁରେନି ଯେତେ ଫଟୋ ଉଠିଲେ ଫଟୋଗ୍ରାଫରଙ୍କର, ଆଉ ଜଣେ ଜଣେ ଥାଆନ୍ତି କ୍ଲାଇଣ୍ଟ ଏତେ ଖୁସି ହେଇଯାଆନ୍ତି ମାରନ୍ତି, ତଥାପି ଏତେ ବିରକ୍ତି ହେଇଗଲା, ତଥାପି ଲାଷ୍ଟ ମୋମେଣ୍ଟରେ ମନା କଲେ କ୍ଲାଇଣ୍ଟ ଆଉ ଉଠାଉନି। ମୁଁ ଭୁଲ ମଙ୍ଗୁଛି, ଭୁଲ ଥିଲା। ଯଦି ଗୋଟେ ଜାଗାରେ ଫିନିସିଂ କାମ ନଥିବ କ୍ଲାଇଣ୍ଟ କି କ'ଣ ଦେବୁ? ଯଦି ଗୋଟେ କ୍ଲାଇଣ୍ଟ ଏତେ ଟଙ୍କାର ବିଶ୍ୱାସ ରଖି ଦେଉଛି ଆମ ଉପରେ ତା ସ୍ମୃତିକି ରଖିବା ପାଇଁ, ଯଦି ସେତେବେଳେ ପଇସା ତ ସେ ଦେଇଦେବ, କାମ କାହିଁ? ସେତେବେଳେ କେହି ପିଠିରେ ପଡ଼ିବେନି। ଆଉ ଗୋଟେ କଥା କହିବି, କ୍ୟାମେରାକୁ ଜଗିବା ହେଉଛି ଆମ କାମ। ଫ୍ରଣ୍ଟରେ ରଖିଲୁ କାମ କଲୁ, ସେଇଟା ଆମର କାମ। କିନ୍ତୁ ପ୍ରତି ମୁହୂର୍ତ୍ତରେ ଏମିତି ଉଣ୍ଡି ଉଣ୍ଡି ଏମିତି କାମ କରିବୁ, ସେଇଟା ହେଉଛି ଆମର କାମ। ଆମେ ଯାଇଥିଲୁ 2 ଜଣ, କ୍ୟାମେରା ଥିଲା ମୋ ପାଖରେ। ଏମିତି ନାହିଁ କି 250-300+ କାମ ମୋ ଲାଇଫ୍ରେ 3 ବର୍ଷ ଭିତରେ ମୁଁ କରିସାରିଲିଣି। ଏମିତି ପ୍ରୋଗ୍ରାମରେ ମୁଁ ଏମିତି କେବେ ଦେଖିନଥିଲି ଯେଉଁଟା ନିଜ କ୍ଷେତ୍ରରେ ଏମିତି ହେଲା। ମାନେ ଏତେ ଭାଙ୍ଗି ପଡ଼ିଛି, ମାନେ କହିବା କଥା ନୁହେଁ। ତାପରେ କ'ଣ ହେଇଛି ଶୁଣନ୍ତୁ। ଯେତେବେଳେ କ୍ଲାଇଣ୍ଟ ବାହାରିବା ଉପରେ ଥିଲେ, ମୁଁ କହିଲି ହଉ ଏତେ ଦିନ ଗୋଟେ ଖୁସି ଆସିଲାଣି, ଗୋଟେ ଆସନ୍ତୁ ଗୋଟେ ଗ୍ରୁପ୍ ସେଲ୍ଫି ନେଇଯିବା। ଗ୍ୟାଦରିଂ ହେଇକି ଗୋଟେ ଗ୍ରୁପ୍ ସେଲ୍ଫି ନେଲୁ। ତାଙ୍କର ଭଉଣୀମାନେ ସମସ୍ତେ ଆସିଥିଲେ, ଫଟୋ ନେଲେ। ସେଇ ଟାଇମ୍ରେ ଆମର କ୍ୟାମେରା ଥିଲା। ଆମେ ସେଠି 12 ଜଣ 13 ଜଣ ପିଲା ଥିଲେ। ତାଙ୍କ ଫ୍ୟାମିଲିର 4-5 ଜଣ ଝିଅ ଥିଲେ, ଆଉ 2 ଜଣ ଆମର ଯେହେତୁ କପୁଲ୍ ଥିଲେ 2 ଜଣ, ଆମର ଟିମ୍ ମେମ୍ବର 2 ଜଣ ଥିଲେ, ଆଉ ଜଣେ ପିଲା ଥିଲା ମିସ୍ ଥିଲା, ଆଉ ତଳେ 2-3 ଜଣ ତଳେ ଥିଲେ। ସେ ସମୟରେ କ୍ୟାମେରା ଆଉ ସେଇଠୁ ଲକ୍ଷ୍ୟ ନାହିଁ। କ୍ୟାମେରା ଯେଉଁ ସମୟରେ ଗ୍ରୁପ୍ରେ ଥିଲା ଆମେ ଦେଖିଥିଲୁ, ତାପରେ ଆଉ କିଛି ସମୟ ପରେ ଜାଣିଛନ୍ତି କପୁଲ୍ ସୁଟ୍ ସରିଲା ପରେ କିଛି ମାନେ ଫ୍ୟାମିଲି ମେମ୍ବର ଥାଆନ୍ତି, ସେମାନେ ଫଟୋ ଉଠାଇବା ପାଇଁ ବହୁତ ଇଣ୍ଟରେଷ୍ଟେଡ଼୍ ଥାଆନ୍ତି। ମାନେ ତାଙ୍କର ତ ସରିଗଲା, ସେମାନେ କେମିତି ଟିକେ ଫଟୋ ଉଠାଇ ପାରିବେ। କ'ଣ ସେଇଟା ଆମେ ମନା କରିପାରିବା? ମନା କରିପାରିବାନି ନା। ତାହେଲେ ସେ ଫଟୋ ଉଠାଇବା ତାହେଲେ ଆମର ଭୁଲ। ଆମେ ତ କାମ ଚାଲିଥିଲା। ସେ ସମୟରେ କ'ଣ ହେଇଛି, କପୁଲ୍ ଯେତେବେଳେ ବାହାରିଲେ ଆମେ ଉପରକୁ ଯାଉଛୁ, ମୁଁ ସେ ସମୟରେ କହିଲି ଆମେ ଯେହେତୁ 2 ଜଣ ଆସିଛେ, ତ ତୁମେ ଗୋଟେ କାମ କର, ତୁମେ ଉପରକୁ ଯାଅ, ଲାଇଟ୍ ଏରିଆ ବୁହାବି କର, ତା ଭିତରେ ଯାଇକି ଆଉ ଯେଉଁ ତାଙ୍କ ଘର ମେମ୍ବରଙ୍କର ଅଛି କାମ ମୁଁ ଛିଣ୍ଡେଇକି ଯାଉଛି। ବେଶୀ ନାହିଁ ଆଜ୍ଞା, 3ଟି ଫଟୋ ଉଠିଛି। ଆଉ ଗୋଟେ ପିଲା ମୋ ସହିତ ବହୁତ ମିଶି ଯାଇଛନ୍ତି, ତା ନାଁ ତ କହିବେନି, ବହୁତ ମିଶି ଯାଇଛନ୍ତି। ମୋ ସୋନି ଆଲଫା କ୍ୟାମେରା ସିଏ ଧରିଥିଲେ, ଆଉ Z5 କ୍ୟାମେରା ଯେଉଁଟା ଚୋରି ହେଇଛି ସେ କ୍ୟାମେରା ମୁଁ ଫଟୋ ଉଠୁଥିଲି। ଆଜ୍ଞା ଯେତେବେଳେ ତାଙ୍କ ଫ୍ୟାମିଲି ମେମ୍ବର ଉଠାଉଥିଲେ, କ୍ଲାଇଣ୍ଟଙ୍କ କାମ ସରିଲା ପରେ ସେ କ୍ୟାମେରା ଥିଲା ମୋ ହାତରେ। ଯେତେବେଳେ ସେ କ୍ୟାମେରା ଥୋଇକି ସେ ଭାଇ ଯେହେତୁ ମୋ ସହିତ ଟିକେ କ୍ଲୋଜ୍ ହେଇଛନ୍ତି, ମୁଁ କହିଲି ଆସ ଗୋଟେ ଫଟୋ ଉଠାଇଦେବା। କହିଲେ ହଉ ଠିକ୍ ଅଛି ଚାଲ ଉପରକୁ। ସେ ଫ୍ରଣ୍ଟରେ ଜଣେ ଭାଇ ବସିଥିଲେ, ବସିଲେଣି କେତେ ସମୟ, ସନ୍ଧ୍ୟାବେଳୁ ବସିଲେଣି ମୁଁ ଲକ୍ଷ୍ୟ କରିଛି। ମୁଁ କହିଲି ଭାଇ ଗୋଟେ ଫଟୋ ଉଠାଇ ପାରିବ? ସେ କହିଲେ ଜାଣିଛନ୍ତି, ସେ ଯେ କ୍ଲୋଜ୍ ମୋ ସହିତ ମିଶୁଥିଲେ ସେ ଭାଇ କହିଲେ ଆଉ ଜାଣିଛ ସେ ବି ଜଣେ ଫଟୋଗ୍ରାଫର। ଆରେ ବା, ବହୁତ ବଢ଼ିଆ କଥା, ଗୋଟେ ଆସ ଫଟୋ ତାହେଲେ ମାରିଦେବ। ମୁଁ ଫଟୋ ଡାକିଲି। ତା ତଳେ ସେଇଠି କ୍ୟାମେରାଟା ଥିଲା, ମୋର ଭଲସେ ମନେ ଅଛି। କ୍ୟାମେରାଟା ତଳେ ଥୋଇଛି, ଆଉ ଫଟୋଟା ଉଠେଇଛି, ହାତ ତଳକୁ କରି ଫଟୋ ମାରିବି ନା। ମୁଁ ଫଟୋ ମାରିବା ପାଇଁ ତାଙ୍କୁ ଡାକିଲି, ଫଟୋ ଆସି ମାରିଲେ। ତାପରେ କିଛି ସମୟ ପରେ ସରିଲା ପରେ ମୁଁ ଆଉ ଦେଖିନି। ତାପରେ ଗୋଟେ ଗ୍ରୁପ୍ ସେଲ୍ଫି ସରିଲା ପରେ ଆମେ ସେ 2 ଭାଇଙ୍କର, ଜଣେ ଭାଇ ଉଠୁଥିଲେ ଯିଏ ଆମର ଷ୍ଟେଜ୍ ଫ୍ରଣ୍ଟରେ ବସିଥିଲେ, ତାଙ୍କୁ ଡାକିକି ଫଟୋ ମାରିଲା ପରେ ଆଉ ଗୋଟେ ସେଲ୍ଫି ଆମେ ଉଠେଇଥିଲୁ। ତାପରେ ଆଉ ଯେତେବେଳେ ଜିନିଷପତ୍ର ଆମର ବୁହା ହେଉଥିଲା, ମୁଁ ଭାବିଥିଲି ଦେଖନ୍ତୁ କ୍ୟାମେରାମ୍ୟାନ୍ ଭିତରେ ଆଇଦର ସିଏ କ୍ୟାମେରାମ୍ୟାନ୍, ଜଣେ ଭିଡ଼ିଓଗ୍ରାଫର ଯଦି ମୋ କ୍ୟାମେରା ଧରିବ, ଆଇଦର ନହେଲେ ଗୋଟେ ଫଟୋଗ୍ରାଫର ଯେଉଁ ଜିନିଷ ରହିଯାଇଛି ସେ ବୋହି ନେବ। କାମ ସରିଲାଣି ମାନେ ଜିନିଷ ଦେଖିଲେ ବୋହି ନେଲୁ। ମୁଁ ଭାବିଛି ଆଜ୍ଞା ଆମ ଜିନିଷ ତ କେହି ଲାଗିବେନି, ଆଇଦର ଜଣେ ଫଟୋଗ୍ରାଫର ଭାଇ ଆଉ ଜଣେ ଭିଡ଼ିଓଗ୍ରାଫର ଭାଇ। ଯେତେବେଳେ ଜିନିଷ ବୋହୁଥିଲି ମୋ ମାଇଣ୍ଡରେ ଆଉ ନାହିଁ, ମେ ବି ସେ ଜିନିଷ ନେଇଯାଇଥିବେ କ୍ୟାମେରା। ଏଠି ନାହିଁ ମାନେ କ'ଣ, ଆଉ କାହା ହାତରେ ନାହିଁ ନା। ପଚାରିଛି, କହିଲି କି କ୍ୟାମେରାରେ ଦେଖିଥିଲ କି? ଆମର ଯେଉଁ ସେଇଠି ବସିଥିଲୁ, ହଁ ସେ ଯେଉଁ ଭାଇ ଜିନିଷ ନେଉଥିଲେ ବୋଧେ ସେ କ୍ୟାମେରା ନେଇଯାଇଛନ୍ତି। ଏ କଥା ଜଣେ ଭାଇ କହିବାରୁ, ଭାଇ ଯିଏ କହିଲେ ଗୋଟେ ସାନ ପିଲାଟେ କହିଲା, ବସିଥିଲେ। ମୁଁ କହିଲି ହଁ ମେ ବି ନେଇଯାଇଥିବେ। ମୁଁ ଜିନିଷପତ୍ର ଯାହା ଯେତିକି ରହିଲା ବ୍ୟାଗ୍ ପତ୍ର ପ୍ୟାକ୍ କଲି, ସୋନି ଆଲଫାକୁ ପ୍ୟାକ୍ କଲି, ନେଇକି ଛାତ ଉପରକୁ ଗଲି। କିଛି ସମୟ ପରେ କ୍ଲାଇଣ୍ଟଙ୍କର ଫଟୋ ଉଠାଇବା ପାଇଁ ଆମେ ବାହାରିଛୁ। ମୁଁ ତାଙ୍କୁ ପଚାରିଲି ଆଉ ହାତ ବଢ଼ଉଛି, କ୍ୟାମେରାଟା ଦେଲ। ସେ କହୁଛନ୍ତି ଆପଣଙ୍କୁ ତଳେ କ୍ୟାମେରା ଦେଲେ ଆପଣ ଆଣିନାହାନ୍ତି? ମାନେ ସେ ଯେହେତୁ ଭଣଜା ହେବେ। ମୁଁ କହିଲି ମୋତେ ତଳେ ଦେଲ, ତୁମେ ଆଣିନ କ୍ୟାମେରା? ମୁଁ ସେଠି ଆଉ କ'ଣ କହିବି ଆଜ୍ଞା। ତଳେ ଦେଖିଥିଲି, କାରଣ ସେ ଜାଗାରେ ଆଉ କ୍ୟାମେରା ନାହିଁ। ଆଜ୍ଞା ଗୋଟା ଝାଳ ହୋଇଗଲି, ମୋ ଦେହ ଧାଉଁ କିଣା ହେଇଗଲା। ମୁଁ ଭାବି ସାରିଲିଣି ସେ ଜାଗାରେ କ୍ୟାମେରା ନାହିଁ।
ଯଦି ନେଇଥିବ କାଳେ ମିଳିଯାଉ କିଏ ରଖିଥିବ। ତଳକୁ ଆସିଲି ଖୋଜିଲି, ସେ ପାଖରେ ଦୁଇଜଣ ଟେଣ୍ଟ ଭାଇ ଯେ ଫଟୋ ଉଠୁଥିଲେ। କାରଣ 11:54 ଯେହେତୁ ଆପଣ ଜାଣିଛନ୍ତି ମୁଁ ବ୍ଲଗ୍ କରେ, ମୋର ମିନି ବ୍ଲଗ୍ରେ ଲାଷ୍ଟ ଭିଡ଼ିଓରେ ଜଣେ ଭିଡ଼ିଓ କରିଥିଲେ, ମୁଁ ଦେଖିଲି 11:54 ଲାଷ୍ଟ ଫୁଟେଜରେ ସେ ଫଟୋ ଥିଲା। ତାପରେ ଆମେ ବ୍ୟାଗ୍ ପ୍ୟାକ୍ କରିଛୁ, ସେ ତଳେ କ୍ୟାମେରା ଥିଲା, ତାପରେ କିନ୍ତୁ ସେଠି କ୍ୟାମେରା ନଥିଲା। ତାହେଲେ ଆମେ ଧରିବୁ କାହାକୁ? ଆମର ତ ସେଠି ଲୋକବଳ କେହି ବି ନାହାନ୍ତି, ଚିହ୍ନା ପରିଚୟ କେହି ନାହାନ୍ତି। ଆମେ କ୍ଲାଇଣ୍ଟଙ୍କ ଭରସାରେ ସେଠି ଯାଇଥିଲୁ। ଯଦି ପ୍ରଥମ କଥା ହେଲା, ସେଠି କିଛି ଟେଣ୍ଟ ଭାଇ ଥିଲେ, ତାଙ୍କୁ ଧରିଲୁ। ଆଉ କିଛି ଭାଇ ଜଣେ ଥିଲେ, ତାଙ୍କୁ ଆମେ ଧରିଲୁ। ଏତେ କଥା ମାନେ ବିଶ୍ୱାସ କରିବେନି, ଆମେ ଗୋଟେ ଜିନିଷ ଭୁଲ କଲୁ। ସେଠି ଆମେ ସାଙ୍ଗେ ସାଙ୍ଗେ ଚେକ୍ ତ ସମସ୍ତେ କଲୁ, କିନ୍ତୁ ସାଙ୍ଗେ ସାଙ୍ଗେ କିଛି ଆକ୍ସନ୍ ନେଇପାରିଲୁ। ମାନେ କେବେ ହେଇନି ଜିନିଷ, ମାନେ ଆମ ଭିତରେ ନା, ଏତେ ଦିନ ଭିତରେ ଭାରି କଷ୍ଟ ହେଲା ଆଜ୍ଞା। ମିନିମମ୍ 1-2 ଘଣ୍ଟା ପ୍ଲସ୍ କାନ୍ଦା କାନ୍ଦି ଭିତରେ ଯେତେବେଳେ ଭାଇ ଆସି ବହୁତ ଖୋଜାଖୋଜି ପରେ ଆସି ମୋ ପାଖରେ ପହଞ୍ଚନ୍ତି, କହିଲେ ଭାଇ ଟେନସନ୍ ନିଅନି, ଆମେ କାଲି ସକାଳେ ଉଠିଲେ ପଚାରିବା। ମିଳିଲାନି। ସେଦିନ 11 ତାରିଖ ହୁଏ, 10 ତାରିଖର ପରଦିନ 11 ତାରିଖ, ସେଦିନ ଆମେ କହିଲୁ କେସ୍ ଦେବା। ଆଉ କିଛି ଆଶ୍ରୟ ହିଁ ନାହିଁ, ସେଠି ଆମର କେହି ଚିହ୍ନା ପରିଚୟ ନଥିଲେ। ଆମେ ଗଲୁ କେସ୍ ଦେବା ପାଇଁ, କେସ୍ ଦେଲୁ। ସେଇ 3 ଜଣ ଭାଇଙ୍କି ନେଇକି ଗଲୁ, ଯାହାପରେ ସନ୍ଦେହ ହେଉଥିଲା। କିନ୍ତୁ କ'ଣ କରିବା, ଯଦି ନେଇଥିବେ ନେଇଥିବେ, ଯଦି ନ ନେଇଥିବେ ନ ନେଇଥିବେ। ଆଜ୍ଞା ମୁଁ ବି ଆଜ୍ଞା ମୋ ଲାଇଫ୍ରେ ମୁଁ କେବେ ଭାବିନଥିଲି କୋର୍ଟ କଚେରୀ କ'ଣ ପୋଲିସ୍ ଷ୍ଟେସନ୍ ମାଟି ମାଡ଼ିଆ। ମୋ ଭାଇ ଦୁସରା କଥା, ଭାଇ ଆମେ କାମରେ ବେଶ ଫୋକସ୍ ହଉ, କାମ ଠିକ୍ ଆମେ ଠିକ୍। ଆମର ଭାଇ ଆମର ସେ ବଳ ନାହିଁ। କେତେ କାହାକୁ ଆଜ୍ଞା ଗୋଡ଼ ହାତ କେତେ ଧରି ପକେଇଲୁ, କେହି ବୁଝିଲେନି। ମାନେ 5-10 ହଜାର କହିଲୁ, ପଇସା ବି ଦେଇଦେବୁ, ଭାଇ ପ୍ଲିଜ୍ ଦେଇଦେବ। କ୍ୟାମେରା ଯେତିକି ଯାଇତ ବାଧୁଛି ଏତିକି। 10 ତାରିଖ ଦିନ ପୂର୍ବରୁ ଆମେ ପ୍ରୋଗ୍ରାମ୍ କରିକି ସାରିକି ଆଉ କପି କରିନୁ, ଏଇଟା ବହୁତ ବଡ଼ ଭୁଲ ହେଇଛି। 10 ତାରିଖ ଦିନ ଡାଟା, 11 ତାରିଖ ଦିନ ଡାଟା, ଯେଉଁ କ୍ଲାଇଣ୍ଟର ଯେତିକି କାମ ହେଇଥିଲା ନା, ତା ସ୍ମୃତି କଟିଗଲା ୟାର। ସେଠି ଯେଉଁ କ୍ଲାଇଣ୍ଟ କାମ କରିଥିଲେ, ସେ ମୁରୁକି କାନ୍ଦୁଛନ୍ତି ସତ, କିଛି କହିପାରୁନାହାନ୍ତି। କ'ଣ ପାଇଁ ଜାଣିଛନ୍ତି? କାରଣ ତାଙ୍କ ଜାଗାରୁ ସେ କ୍ୟାମେରାଟି ଚୋରି ହେଇଛି। ଯଦି ଆପଣ ଦେଖୁଥାନ୍ତି ନା ଏ ଭିଡ଼ିଓ, ପ୍ଲିଜ୍ କ୍ୟାମେରା ଫେରାଇ ଦିଅ। କେସ୍ କୋର୍ଟ କଚେରୀ ଦୌଡ଼ିବା ଦରକାର ନାହିଁ, କଥା ଏତେ ଆଗକୁ ଯିବନି। ବାସ୍ କେହି ବି ଜାଣିବେନି, କ୍ୟାମେରା ଦେଇଦିଅ। କୌଣସି କଥା କହି ଆମେ କେସ୍ ବୁଲେଇ ଦେବୁ, ବଳ ନାହିଁ ଆଜ୍ଞା। ସେ କ୍ୟାମେରା ଏତେ ମିସ୍ କରୁଛି ଆଜ୍ଞା, କହିବା କଥା ନୁହେଁ। ଯାହା ସବୁ ଦେଖୁଛନ୍ତି ଏ ଘରେ, ସବୁ ସେଇ କ୍ୟାମେରାଟା ପାଇଁ। ଏବେ ଯେଉଁ କ୍ୟାମେରାଟା କିଣିନି ଆଜ୍ଞା, ମାନେ ଇନଷ୍ଟଲମେଣ୍ଟ ଯେତିକି ସୁଝୁଛି, ଯେମିତି ଲାଗୁଛି ମୋ ଡାହାଣ ହାତଟା କଟିଯାଇଛି। ସମସ୍ତେ କହୁଛନ୍ତି ତୁ ମନ ଦୁଃଖ କରନି, କାନ୍ଦେନି। ମୁଁ କାନ୍ଦିବିନି, ମନୋବଳ ବି ଅଛି। କଷ୍ଟ କଲେ ସବୁ ହେଇଯିବ, ତା ସ୍ମୃତି ଫେରିବନି ନା। ପ୍ଲିଜ୍ ତମ ଘରର ଯେକୌଣସି ଲୋକ ଦେଖୁଛନ୍ତି ନା, ଯିଏ ବି ନେଇଛ ନା ସେ ଏରିଆର, ପ୍ଲିଜ୍ ତା ଘରେ ଆଣିକି ପ୍ଲିଜ୍ ଦିଅ, ନହେଲେ ପୁଲିସ୍ ଷ୍ଟେସନରେ ଦିଅ। କଥା ପ୍ଲିଜ୍ ଆଗକୁ ବଢ଼େଇବନି, ନା ତମେ ଚୋର ହବ ନା ତମ ଘର ଲୋକ ଚୋର ହେବେ। ଗୋଟେ ଯୋଡ଼ ପଇସା ଆଜ୍ଞା ନୁହେଁ, 1.5 ଲକ୍ଷ ଟଙ୍କା। କେତେ ଦିନ ରାତି କଷ୍ଟ କଲା ପରେ ସେ ଜିନିଷ ଆମ ପାଖରେ ମିଳିଛି। ପ୍ଲିଜ୍ ରହିଲି, ଜୟ ଜଗନ୍ନାଥ। ସମସ୍ତେ ଭଲରେ ଥାଆନ୍ତୁ, ଦେଖି ଚାହିଁକି କର୍ମ କରନ୍ତୁ, ସତର୍କରେ ରୁହନ୍ତୁ। ଜୟ ଜଗନ୍ନାଥ।